ହାଇ ଫ୍ରେଣ୍ଡସ୍, ଚାଲନ୍ତୁ ବର୍ତ୍ତମାନ ଆମେ ଯିବା ବାସନ୍ତୀ ଠାକୁର ଦେଖିତେ। ଆଉ ମୁଁ ବାହାରି ସାରିଲିଣି। ଚାଲନ୍ତୁ ବର୍ତ୍ତମାନ ଯିବା। ବାସନ୍ତୀ ମାନେ ଦୁର୍ଗା ଅଛନ୍ତି, ବାସନ୍ତୀ ଠାକୁର ଆମେ କହୁ, ବାସନ୍ତୀ ଠାକୁର ବି କୁହାଯାଏ। ଚାଲନ୍ତୁ ବର୍ତ୍ତମାନ ଆମେ ଯିବା। ଚାଲନ୍ତୁ ବର୍ତ୍ତମାନ ବାହାରି ସାରିଲେଣି ବାସନ୍ତୀ ଠାକୁର ଦେଖିବା ପାଇଁ। ଆଉ ମୁଁ ଏଠି ପହଞ୍ଚିଲେ ଆପଣମାନଙ୍କୁ ମୁଁ ସବୁ କିଛି ଦେଖେଇବି। ଚାଲନ୍ତୁ। ତ ଫ୍ରେଣ୍ଡସ୍, ବର୍ତ୍ତମାନ ଆମେ ପଳେଇ ଆସିଲୁ ବାସନ୍ତୀ ଠାକୁର ଦେଖିବା ପାଇଁ। ଆଉ ଚାଲନ୍ତୁ ଦେଖିବା ବର୍ତ୍ତମାନ ଠାକୁର କୋଉ ଭଳି ଭାବରେ ଆମ ଠାକୁର ହୋଇଛନ୍ତି। ଭିତରେ ଦେଖନ୍ତୁ ଠାକୁର, ମୁଁ ଦୂରରେ ଥାଇ ଆପଣ ମାନଙ୍କୁ ଦେଖଉଛି। ଭିତରେ ଠାକୁର ଅଛନ୍ତି। ଚାଲନ୍ତୁ ଭିତରକୁ ଯିବା। ଇଏ ଥିଲା ଉପର ମେଢ। ମୁଁ ସବୁ କିଛି ଦେଖେଇବି ଏଇ ଭିଡିଓରେ, ଆପଣ ଜମା ବି ସ୍କିପ୍ କରିବେ ନାହିଁ। ଭିଡିଓଟି ଇଣ୍ଟରେଷ୍ଟିଂ ରହିଛି। ଚାଲନ୍ତୁ ବର୍ତ୍ତମାନ ଯିବା ଆମର ବାସନ୍ତୀ ପୂଜାରେ ଆମର ବାସନ୍ତୀ ଠାକୁର ଦେଖିବା ପାଇଁ। ଆଉ ତା ଭିତରେ କୋଉ ଠାକୁର ଅଛନ୍ତି ଆପଣ ମାନଙ୍କୁ ମୁଁ ଦେଖେଇବି ସବୁ କିଛି। ଚାଲନ୍ତୁ ଭିତରକୁ ଯିବା। ବର୍ତ୍ତମାନ ଦେଖନ୍ତୁ କେତେ ସୁନ୍ଦର ଭାବରେ ସଜା ଯାଇଛି। ଦେଖନ୍ତୁ ବହୁତ ସୁନ୍ଦର ସଜା ଯାଇଛି। ସଜାଣି ବହୁତ ସୁନ୍ଦର ଲାଗୁଛି। ଆଉ ଆମେ ଦିନ ଥିଲା ଯେ ବସ ରେ ପଳେଇ ଗଲୁ, ଚାଲି ଚାଲି ନ ଯାଇ। ତ ଚାଲନ୍ତୁ ବର୍ତ୍ତମାନ କେତେ ସମୟ ଲାଗିବ ଆମକୁ। ତ ଫ୍ରେଣ୍ଡସ୍ ଦେଖନ୍ତୁ ଲାଇଟ ପଳେଇଗଲା, କ୍ଷମା କରିବେ ଲାଇଟ ପଳେଇଗଲା। ଆଉ ମାଙ୍କୁ ଦେଖିବା ପାଇଁ ଟିକେ ଦର୍ଶନ କରିବା। ଆପଣ ମାନଙ୍କୁ ମୁଁ ଦେଖେଇଦେବି। ଆଉ ଚାଲନ୍ତୁ। ତ ସମସ୍ତେ ଗୋଟେ ଗୋଟେ ସେଲଫି ନେବେ। ଆଉ ମତେ ନାନୀ କହିଲା ଯେ ମତେ ଫଟୋ ଉଠେଇବା ପାଇଁ। ମୁଁ ଫଟୋ ମଧ୍ୟ ଗୋଟେ 2-4ଟା ଉଠେଇ ଦେଲି ତାଙ୍କର। ଚାଲନ୍ତୁ ବର୍ତ୍ତମାନ ଆଗକୁ ଯିବା। ଫଟୋ ତ ଉଠା ଆଉ 2ଟା ରହିଛି। ତ ସରିଗଲା ଫଟୋ ଉଠା। ବର୍ତ୍ତମାନ ଚାଲନ୍ତୁ ଠାକୁରଙ୍କ ପାଖକୁ ଯିବା। ଲାଇଟ ଆସି ସାରିଲାଣି। ତ ଦେଖନ୍ତୁ ବର୍ତ୍ତମାନ ଆମେ ଏ ପାଖରେ ଯିବା। ଦେଖନ୍ତୁ ଗ୍ରିଲ ଏ ପାଖରେ ଦେଇ ଦେଇଛନ୍ତି। ଠାକୁର ଅଛନ୍ତି ଭିତରେ। ଆଉ ପରିଷ୍କାର ତ ଦେଖା ଯାଉ ନାହିଁ। ମୁଁ ଆପଣ ମାନଙ୍କୁ ଦେଖେଇ ଦଉଛି ଜୁମ କରିକି ତା ଭିତରେ ଥାଇକି। ଏ ପାଖକୁ ଥାଇକି ଭିତରେ ଜୁମ କରି ଦେଖେଇ ଦଉଛି ପାଖରେ। ଦେଖନ୍ତୁ କୋଉ କୋଉ ଠାକୁର ବସିଛନ୍ତି ଆପଣ ମାନଙ୍କୁ ମୁଁ ତ ଦେଖେଇ ଦଉଛି। ଆଉ ସମସ୍ତେ ଯୋଉମାନେ ଆସୁଛନ୍ତି ଗ୍ରିଲ ଏ ପାଖରୁ ଥାଇ ଦେଖୁଛନ୍ତି। ଆଉ ସେପାଖରେ ଅଛି ଦେଖନ୍ତୁ ଠାକୁର। ଗ୍ରିଲ ଏପଟରେ ଥାଇକି ମୁଁ ଆପଣ ମାନଙ୍କୁ ସବୁ କିଛି ଦେଖେଇ ଦଉଛି। ଗ୍ରିଲ ଦେଇ ଦେଇଛନ୍ତି ଯେ ମଝି ଠାକୁର ଯୋଉ ମା ବସିଛନ୍ତି ଦୁର୍ଗା ମା। ତାଙ୍କର କେବଳ ଫାଙ୍କା ରହିଛି। ଆଉ ବ୍ରାହ୍ମଣ ସେଠି ବସିଛନ୍ତି ପାଦୁକା ଦଉଛନ୍ତି ଆଉ ଭେଟି ମଧ୍ୟ ଦଉଛନ୍ତି। ଏଠି ଅନନ୍ତ ନାଗ ଉପରେ ଦେଖନ୍ତୁ ଶ୍ରୀକୃଷ୍ଣ ଠିଆ ହୋଇଛନ୍ତି। ଅନ୍ଧାର ଦେଖା ଯାଉଛି ତ ଟିକେ ଫର୍ଚା ଦେଖାଲା ଦେଖନ୍ତୁ। ଅନନ୍ତ ନାଗ ଉପରେ ବହୁତ ସୁନ୍ଦର ଅଛନ୍ତି। ଏଟା ବାହିରେ ରହିଛନ୍ତି। ଆଉ ସମସ୍ତେ ଗୋଟେ ଗୋଟେ ସେଲଫି ନେବା ପାଇଁ ହଉଛନ୍ତି। ଦେଖନ୍ତୁ ସମସ୍ତେ ଆମେ ବୁଲିବା ପାଇଁ ଯାଉଛୁ। ବୁଲୁଛୁ ଠାକୁରଙ୍କ ପାଖରେ। ଠାକୁର ଦେଖନ୍ତୁ ବହୁତ ସୁନ୍ଦର ଭାବରେ ସଜା ସବୁ ହୋଇଛି। ଯେ ବୁଲିବା ପାଇଁ କେତେ ସମୟ ଲାଗିବ ଆମକୁ। ଚାଲନ୍ତୁ ସବୁ କିଛି ଦେଖେଇବି ଆପଣ ମାନଙ୍କୁ। ତ ସମସ୍ତେ ବର୍ତ୍ତମାନ ଲୋକ କମ ଅଛନ୍ତି। ଆମେ ଦିନରେ ପଳେଇ ଆସିଛୁ। ତାପରେ ସନ୍ଧ୍ୟା ହେଇଗଲେ ଲୋକମାନେ ଆସିବେ। ଏଠି ବହୁତ ସୁନ୍ଦର ଭାବରେ ଆମର ବାସନ୍ତୀ ଠାକୁର ହୁଏ। ଆମର ଏଠି ମାନେ ଏଠି ବାସୁଦେବପୁର ବ୍ଲକ ଆଉ ଇରମ ପଞ୍ଚାୟତ ଅଡ଼ୁଆ ତ ମଝା ମଝିରେ ଠାକୁର ଅଛନ୍ତି। ଚାଲନ୍ତୁ ବର୍ତ୍ତମାନ ସବୁ ଆମର ଦେଖେଇବି। ଦେଖନ୍ତୁ ଏଠି ବ୍ରାହ୍ମଣ ବସିଛନ୍ତି। ଆଉ ଦୁର୍ଗା ମା ଏଠି ଅଛନ୍ତି। ଆଉ ପୂଜା ସରି ଯାଇଛି। ପୂଜାରେ ଆପଣ ମାନଙ୍କୁ ମୁଁ ଆସି ପାରିଲିନି ଦେଖେଇ ପାରିଲିନି। ଆଜି ପୂଜା ପରେ ଆସିଛି। ତ ଚାଲନ୍ତୁ ବର୍ତ୍ତମାନ ଆମେ ଯିବା। ଚାରିଆଡେ ଟିକେ ବୁଲି ଆସିବା। ଆଉ ଦୋକାନ ବଜାର କେତେ କଣ ଆସିଲେଣି ଚାଲନ୍ତୁ ଦେଖିବା। ବର୍ତ୍ତମାନ ଏଠି ଯାତ୍ରା ମଧ୍ୟ ପଡେ। ପାଟି ଯାତ୍ରା ଆସନ୍ତି। ଆଉ ଦେଖନ୍ତୁ ଅତି ସୁନ୍ଦର ସଜା ଯାଇଛି। ବାଁଶ ମଧ୍ୟ ପୋତା ପୋତି ଚାଲିଛି। ଆଉ କିଛି ଦୋକାନ ମଧ୍ୟ ଆସିବେ। ତ ଫ୍ରେଣ୍ଡସ୍ ବର୍ତ୍ତମାନ ଅନ୍ଧାର ହେଇ ଆସିଲାଣି। ତ ଆମେ ବୁଲାବୁଲି କରି କିଛି ସମୟ ପରେ ଆମେ ପୁଣି ପଳେଇ ଯିବୁ ଘରକୁ। ବର୍ତ୍ତମାନ ଦେଖନ୍ତୁ ବର୍ତ୍ତମାନ ଫର୍ଚା ଅଛି। ଆପଣ ମାନଙ୍କୁ ଦୂରରେ ଥାଇକି ପୁରା ମେଢ ଦେଖେଇ ଦଉଛି ଆପଣ ମାନଙ୍କୁ। ଠାକୁରଙ୍କ ଆଗରେ ଯୋଉ ମେଢ ରହିଛି।
ଲୋକମାନେ ବର୍ତ୍ତମାନ ଫାଙ୍କା ଅଛି ଆଉ ସନ୍ଧ୍ୟା ହେଲେ ଭିଡ ହେଇଯିବ। ବହୁତ ଦୂରରୁ ଲୋକମାନେ ଆସନ୍ତି ଦେଖିବା ପାଇଁ। ତ ବର୍ତ୍ତମାନ ଆରମ୍ଭ ହଉଛି ଆମର ଏଠି ମାନେ ଠାକୁର ସବୁ ବର୍ତ୍ତମାନ ଆରମ୍ଭ ହଉଛି ଆଉ ଦୋକାନୀ ମଧ୍ୟ ଦୋକାନୀ ମଧ୍ୟ ଆସୁଛନ୍ତି କିଛି ଆଉ ଆସିଲେଣି କିଛି। ବର୍ତ୍ତମାନ ଆରମ୍ଭ ହଉଛି ଆମର ରାମ ନବମୀ ପାଖରୁ ଆମର ବାସନ୍ତୀ ଠାକୁର ଆରମ୍ଭ ହୁଏ। ତ ସବୁ ଦୂରରୁ ଲୋକ ଆସନ୍ତି ଦେଖିବା ପାଇଁ ସନ୍ଧ୍ୟା ବେଳେ ବହୁତ ଜୋରରେ ଭିଡ ମଧ୍ୟ ହେଇଯାଏ। ତ ଚାଲନ୍ତୁ ବର୍ତ୍ତମାନ ଆମେ କିଛି ଦୋକାନରେ ବୁଲାବୁଲି କରିକି ଆପଣ ମାନଙ୍କୁ ଦେଖେଇବୁ। ତ ବର୍ତ୍ତମାନ ଆମେ ବହୁତ ସୁନ୍ଦର ଭାବରେ ବର୍ତ୍ତମାନ ଦେଖନ୍ତୁ କେତେ ସୁନ୍ଦର ଭାବରେ ଆମର ସବୁ ସଜାଣି ହୋଇଛି। ଲୋକମାନେ ଆସିଛନ୍ତି ଆମେ ମଧ୍ୟ ଆସିଛୁ ଦେଖନ୍ତୁ ଦୋକାନ ମାନେ ସବୁ ବାଁସ ପୋତା ପୋତି କଲେଣି। ତ କିଛି ଦୋକାନ ଆସି ସାରିଲେଣି ଆଉ କିଛି ଦୋକାନ ଆସିବେ ବାଁସ ପୋତା ପୋତି କରୁଛନ୍ତି। ତ ଦେଖନ୍ତୁ କେତେ ସୁନ୍ଦର ଭାବରେ ଆମର ସବୁ ପଡିଛି ସବୁ ପ୍ରକାର ସାମଗ୍ରୀ। ଆଉ ଆପଣ ମଧ୍ୟ ଚାହିଁଲେ ଏଠିକି ଆସିପାରିବେ। ଆଉ ସବୁ କିଛି ଏଠି ବିକ୍ରି ହଉଛି ଆଉ ଠାକୁର ମଧ୍ୟ ଦେଖିପାରିବେ ଆଉ କିଛି ଜିନିଷର କିଛି ଲାଭ ମଧ୍ୟ ଉଠେଇ ପାରିବେ ଚାଲନ୍ତୁ ବର୍ତ୍ତମାନ ଆମେ ଆଗକୁ ଯିବା। ଆଉ କଣ କଣ ସବୁ ଦୋକାନ ରେ ପଡିଛି। ଆଉ ସବୁ ଦେଖେଇବି ଆପଣ ମାନଙ୍କୁ ବର୍ତ୍ତମାନ ବେଶୀ କିଛି ତ ଦୋକାନ ଆସିନାହାନ୍ତି। ଆଉ ଯେତିକି ଦୋକାନ ଆସିଛି ମୁଁ ଆପଣ ମାନଙ୍କୁ ସବୁ ଦେଖଉଛି। ଆଉ ଲୋକମାନେ କିଛି ଆସୁଛନ୍ତି ଆଉ ଭିଡ ମଧ୍ୟ ଆସ୍ତେ ଆସ୍ତେ ହେଇଯିବ। ଆଉ କିଛି ସମୟ ପରେ ସନ୍ଧ୍ୟା ମଧ୍ୟ ହେଇଯିବ। ଆମେ ମାନେ ବେଳ ଓଳି 4ଟା ବେଳେ ଆସି ଆମେ ଏଠି ପହଞ୍ଚିଥିଲୁ ସେ ତେଣୁ କରି ଦିନ ରହିଛି। ଆଉ କିଛି ସମୟ ପରେ ସନ୍ଧ୍ୟା ହେଇଯିବ ଆଉ ବର୍ତ୍ତମାନ ଆମେ ଦୋକାନରେ କିଛି ବୁଲାବୁଲି କରିନବା। ଚାଲନ୍ତୁ ଆପଣ ମାନଙ୍କୁ ମଧ୍ୟ ତା ଭିତରେ ମଧ୍ୟ ସବୁ କିଛି ଦେଖେଇଦେବି। ଆଉ ଦୋକାନରେ କଣ ସବୁ ଆମର ପଡେ। ଚାଲନ୍ତୁ ବର୍ତ୍ତମାନ କିଛି ଦୋକାନ ଆସି ସାରିଲେଣି ସବୁ ଯାହା କିଛି ଦୋକାନ ଆସି ସାରିଲେଣି ଆପଣ ମାନଙ୍କୁ ମୁଁ ସବୁ ଦେଖେଇବି ଏଇ ଭିଡିଓରେ। ଆଉ ଭିଡିଓଟି ଜମା ବି ସ୍କିପ୍ କରି ନାହିଁ ଇଣ୍ଟରେଷ୍ଟିଂ ରହିଛି। ଭିଡିଓଟି ଭଲ ଲାଗୁଥିଲେ ଚ୍ୟାନେଲକୁ ଗୋଟେ ଗୋଟେ ସବସ୍କ୍ରାଇବ କରିବେ। ଚାଲନ୍ତୁ ଆଗକୁ ଯିବା ଦେଖନ୍ତୁ ଏଠି କଣ ସବୁ ପଡିଛି। ତାଟିଆ ବେଲା ଗୋଟେ ସାଇଡ ରେ ପଡିଛି ଏ ପାଖରେ ସବୁ ପାନିଆ ମାନିଆ ସବୁ କଣ ପଡିଛି ଦେଖନ୍ତୁ ବହୁତ ସୁନ୍ଦର ସଜେଇଛନ୍ତି ଦୋକାନରେ ସବୁ ତ ଆଗକୁ ଯିବା ଚାଲନ୍ତୁ। ବର୍ତ୍ତମାନ ଦୋକାନରେ ଦେଖନ୍ତୁ ଚୁଡି ମୁଡି ସବୁ ପଡିଛି ଏ ପ୍ଲେଟ କପ୍ ସବୁ କିଛି ଅଛି ଦୋକାନରେ। ତ ଦେଖନ୍ତୁ ବର୍ତ୍ତମାନ ଆମର ଏଠି ମଟର ବାଦାମ ଆଉ କଣ ସବୁ ପଡିଛି ଏଠି ଦେଖନ୍ତୁ। ଆଉ ଏଠି ଲସ୍ ଚାଟ ଦୋକାନ ଏଠି ରହିଛି। ଆଉ ବାଦାମ ଗ୍ରୀନ୍ ମଟର ରେଡ ମଟର ରେଡ ବାଦାମ ତ ଚୁପା ବାଲା ବାଦାମ ଏଠି ପନିପରିବା ପଡିଛି ଦେଖନ୍ତୁ କଦଳୀ ବୋଇତାଳୁ ବାଇଗଣ ଭେଣ୍ଡି ଟମାଟୋ କଲରା ଆଉ ସେ ପାଖରେ କଣ ପଡିଛି ଦେଖିବା ଦେଖନ୍ତୁ ଗୋଟେ ଗୋରୁ ମଝିରେ ଚରୁଛି। ଆଉ ଦେଖନ୍ତୁ ଦୂରରୁ ଥାଇ ମୁଁ ଦେଖୁଛି ଆପଣ ମାନଙ୍କୁ ଆମର ମାଙ୍କ ବାସନ୍ତୀ ମାଙ୍କର ମେଢ ଆଉ ବାଦାମ ଦେଖନ୍ତୁ ଚୁପା ବାଲା ବାଦାମ କେତେ ସୁନ୍ଦର ଭାବରେ ଆମର ସଜା ଯାଇଛି ଦୋକାନରେ ନବା ପାଇଁ ଆଗ୍ରହ କରିବେ ସମସ୍ତେ ଦୋକାନ ସଜେଇ ଦେଇଛନ୍ତି। ତ ଚାଲନ୍ତୁ ଆଗକୁ ଯିବା। ଏଠି ଦେଖନ୍ତୁ ଦୋକାନ ମାନେ ଆସିଛନ୍ତି ଖୋଲା ଖୋଲି କିଛି କରିନାହାନ୍ତି। ତ ଦେଖନ୍ତୁ ଦୂରରେ ମେଢ ମୁଁ ଦେଖଉଛି ଆପଣ ମାନଙ୍କୁ ବାସନ୍ତୀ ଠାକୁର ଯୋଉ ଦୂରରେ ମେଢ ଟା ସଜା ଯାଇଛି ଆପଣ ମାନଙ୍କୁ ମୁଁ ଦୂରରେ ଦେଖେଇ ଦଉଛି। ତ ଏ ପାଖରେ ଦେଖନ୍ତୁ ଚୁଡି ମୁଡି ସବୁ ବସି ସବୁ ବିକୁଛନ୍ତି ନେକଲେସ ରହିଛି ସେ ପାଖରେ ଚଷମା ରହିଛି ଏ ପାଖରେ ଦେଖନ୍ତୁ ଉପରେ ସବୁ ଟଙ୍ଗା ଯାଇଛି ଆମର ନେକଲେସ ସୁନ୍ଦର ସୁନ୍ଦର ନେକଲେସ ଆଉ ସମସ୍ତେ କିଣା କିିଣିରେ ବ୍ୟସ୍ତ ଅଛନ୍ତି। ଚୁଡି କେତେ ସୁନ୍ଦର ସବୁ ପଡିଛି ଦେଖନ୍ତୁ। ତ ସମସ୍ତେ କିଣୁଛନ୍ତି ଆଉ ସମସ୍ତେ କିଣା କିିଣିରେ ବ୍ୟସ୍ତ ରହୁଛନ୍ତି। ସବୁ ଦୋକାନ ବହୁତ ଢେର ସାରା ଦୋକାନ ସବୁ ପଡିଛି। ଆଉ ତ ଆଗକୁ ଯିବା। ଆଗକୁ ଯିବା କଣ ସବୁ ଦୋକାନରେ ପଡିଛି ଦେଖିବା। ଏଠି ତ ଗୋଟେ ଦୋକାନ ନୁହେଁ ଏଠି ଲସି ଦୋକାନ ଦେଖନ୍ତୁ ଏପଟ ସାଇଡ ରେ ରହିଛି ଲସି ଦୋକାନ। ଆଉ ଯୋଉମାନେ ଲସି ପିଇବେ ଶଙ୍ଖ ଦେଖନ୍ତୁ ଶଙ୍ଖ କେତେ ସୁନ୍ଦର ସଜା ଯାଇଛି ଶଙ୍ଖ ତ ସେ ପାଖରେ ଦେଖନ୍ତୁ ଆଳତି ରଖାଯାଇଛି ସେ ପାଖରେ ଆହୁରି ବହୁତ ଗୁଡାଏ ସବୁ ରଖାଯାଇଛି ସବୁ ଯାହାର ଯାହା ଦରକାର ଘଣ୍ଟି ଦୀପ ଥାଳି ଠାକୁରଙ୍କର ଭୋଗ ଥାଳି ଆଉ ସବୁ ଝୁଣା ଦିଆ ସବୁ ରହିଛି। ଦେଖନ୍ତୁ ନୋଟା ଛୋଟ ଛୋଟ ନୋଟା ଆଉ ଦୀପ ରହିଛି ସୁନ୍ଦର ସୁନ୍ଦର ଭାବରେ ବଡରୁ ସାନ କ୍ରମରେ ସଜା ଯାଇଛି ସବୁ।
ତ ଏ ପାଖରେ ଦେଖନ୍ତୁ ପିତ୍ତଳର ସବୁ ରହିଛି ସବୁ। ଆଉ ଏ ପାଖରେ ଆମର ଯୋଉ ଲୁହା ଦୋକାନ ରହିଛି, ପନିକି, କୁଦାଲ, ହେମଦସ୍ତା, ଏ ପାଖରେ ରହିଛି ଆମର ଚାମଚ। ଆଉ ଦେଖନ୍ତୁ ତ ବିଭିନ୍ନ ପ୍ରକାର ଜିନିଷ ସବୁ ପଡିକି ରହିଛି। ଆଉ ସମସ୍ତେ କିଣା କିଣିରେ ବ୍ୟସ୍ତ ଅଛନ୍ତି। ଏଠି ଆଳୁ ଛଡା ଗୋଟେ କିଣିଲେ। ଆଉ ଚାଲନ୍ତୁ ଆଗକୁ ଯିବା। ବହୁତ ସାରା ଦୋକାନରେ ଜିନିଷ ସବୁ ପଡିଛି। ବର୍ତ୍ତମାନ ଆମର ଲାଇଟ ପଳେଇଯାଇଛି ଦୋକାନରେ। ସେଥିପାଇଁ ଟିକେ ଅନ୍ଧାରିଆ ଦେଖାଯାଉଛି। ଦେଖନ୍ତୁ ଏଠି ଶିଳ ଆଉ ବଡ ବଡ କଢା, ଯୋଉ ଲୁହା କଢା ବିକ୍ରି ହଉଛି। ସବୁ ଦୋକାନ ମାନେ ଆସିଛନ୍ତି, ଖୋଲା ଖୋଲି କିଛି ହେଇନାହିଁ ଯେ ରଖିଦେଇଛନ୍ତି। ସଜାସଜି କରି ଦୋକାନରେ ରଖିବେ। ରଖିଛନ୍ତି, ଗାଡିରୁ ଆସିକି ରଖିଦେଇଛନ୍ତି ସେଇଭଳି। ଏଠି ଦେଖନ୍ତୁ ଚୁଡି କେତେ ସୁନ୍ଦର ପଡିଛି। ତ ଏ ପାଖରେ ରହିଛି ଆମର ଚୁଡି ଦୋକାନ। ଏ ପାଖରେ ଦେଖନ୍ତୁ କପ୍ ପ୍ଲେଟ ଆମର ଯୋଉ ରହିଛି। ଆଉ ଏ ପାଖରେ ଚଷମା ରହିଛି। ତ ଫ୍ରେଣ୍ଡସ୍ ଦେଖନ୍ତୁ, ବର୍ତ୍ତମାନ ଆମର ଚଷମା କେତେ ସୁନ୍ଦର ଭାବରେ ଆମର ଘଣ୍ଟା ଆଉ ଚଷମା ସୋରୁମ ଭଳି ରଖାଯାଇଛି। ଆଉ ଚଷମା କେତେ ସୁନ୍ଦର ଭାବରେ ଆମର ବିକ୍ରି ହଉଛି। ସବୁ ପ୍ରକାର ଡିଜାଇନ ଚଷମା। ଆଉ ଯୋଉ ଭାବରେ ମାନେ କିଣିବାକୁ ଚାହିଁବେ ଚଷମା ଆଉ ଘଣ୍ଟା, ମାନେ ଘଡି ହାତର ଯୋଉ ପିନ୍ଧନ୍ତି, ଆପଣ ଚାହିଁଲେ ପିନ୍ଧି ପାରିବେ। ଆଉ ଏଠି ଖେଳନା କିଛି ବିକ୍ରି ହଉଛି ଦେଖନ୍ତୁ। ଆଉ ପିଲାଙ୍କର ଗାଡି ଖେଳନା। ଆଉ ଦେଖନ୍ତୁ ବହୁତ ସାରା ପଡିଛି ସବୁ। ଆପଣଙ୍କୁ ଦେଖିଲେ ଭଲ ଲାଗିବ, ଖୁସି ଲାଗିବ। ଯେହେତୁ ମୁଁ ଏଇ ଭିଡିଓରେ ସବୁ ଦେଖଉଛି। ଦେଖନ୍ତୁ କେତେ ସୁନ୍ଦର ଭାବରେ ଆମର ଖେଳନା ସବୁ ଟଙ୍ଗା ଯାଇଛି ଉପରେ। ଦେଖନ୍ତୁ ଏଠି କେତେ ସୁନ୍ଦର ସୁନ୍ଦର ସବୁ ପଡିଛି। ଆଉ 2 ଦିନ ପୁରା ସୁନା ଚେନ୍ ମୋର ଆଣ। ତାର ସୁନା ନୁହେଁ, ରୂପା ନୁହେଁ, ତମ୍ବା। ତ ଏଠି ବିକ୍ରି ହଉଛି ସୁନା ଚେନ୍। ଆଉ ସୁନା ଚେନ୍ ନୁହେଁ, ଇମିଟେସନ ଚେନ୍, ସୁନା ଟାଇପ ରେ ବିକ୍ରି ହଉଛି। ଆଉ ଦେଖନ୍ତୁ ଦୂରରେ ମେଢଟି ମୁଁ ଆପଣ ମାନଙ୍କୁ ଦେଖୁଛି। ରାତି ମଧ୍ୟ ହେଇ ସାରିଲାଣି, ଅନ୍ଧାର ହେଇ ସାରିଲାଣି। ଆମେ ଦିନରୁ ଆସିଥିଲୁ ଯେ ଅନ୍ଧାର ହେଇ ସାରିଲାଣି। ଯେହେତୁ ଆମେ ମୋର କି ଦୋକାନ ଦରକାର ନାହିଁ, ବୁଲୁଛୁ ତମେ ଯେ କଣ କିଣିବା କଥା କିଣି ପକା। ଦୋକାନରେ ଏପର୍ଯ୍ୟନ୍ତ ବୁଲା ସରିନାହିଁ। ଆଉ ସବୁ ପ୍ରକାର ଦୋକାନ ପଡିଛି। ଆହୁରି କିଛି ଦୋକାନ ତ ଆସୁଛନ୍ତି। ବର୍ତ୍ତମାନ ଆମେ ଦେଖନ୍ତୁ ନେକଲେସ, ଏଠି ସୁନାର ସରି ଇମିଟେସନ ର ସବୁ କିଛି ବିକ୍ରି ହଉଛି। କାନ ଫୁଲ, ମୁଦି, ଲିପଷ୍ଟିକ, ତ ଢେର ସାରା ସବୁ ବିକ୍ରି ହଉଛି ଏଠି। ଆଉ ସବୁ ଦେଖୁଛୁ। ବର୍ତ୍ତମାନ ଅନ୍ଧାର ହେଇ ସାରିଲାଣି। ଆଉ ଆମେ ଘରକୁ ଯିବୁ। ଆଉ ଦୋକାନ ମାନେ ଦେଖନ୍ତୁ ସବୁ ରଖିଛନ୍ତି, ଖୋଲି ନାହାନ୍ତି କିଛି ଜିନିଷ। ଆଉ କିଛି ଖୋଲିକି ବିକୁଛନ୍ତି। ଯେହେତୁ ଅନ୍ଧାର ହେଇ ସାରିଲାଣି, ଆମେ ଘରକୁ ବର୍ତ୍ତମାନ ଫେରିଯିବୁ। ଆଉ ଚାଲନ୍ତୁ, ଆଉ କିଛି ରହିଛି ବାକି ଆପଣ ମାନଙ୍କୁ ଦେଖେଇ ଦଉଛି। ତ ଦେଖନ୍ତୁ ଏଠି କଣ ବିକ୍ରି ହଉଛି। ତ ଲୋକମାନେ ଆସିକିରି ସବୁ ଦୋକାନରେ କିଣା କିିଣି କରୁଛନ୍ତି। ବର୍ତ୍ତମାନ ଅନ୍ଧାର ହେଇ ସାରିଲା ପରେ ଆପଣ ମାନଙ୍କୁ ମୁଁ ଦେଖୁଛି, ବହୁତ ସୁନ୍ଦର ଦେଖା ଯାଉଛନ୍ତି ଆମର ବାସନ୍ତୀ ଠାକୁର ଯୋଉ ହେଇଛି ତାଙ୍କର ମେଢ। ଆଉ ଚାଲନ୍ତୁ କିଛି ସେଲଫି ନେଇଯିବା। ସେଲଫି ନେବା ପରେ ଆମେ ବର୍ତ୍ତମାନ ଘରକୁ ପଳେଇ ଯିବା। ଚାଲନ୍ତୁ। ଫ୍ରେଣ୍ଡସ୍, ବର୍ତ୍ତମାନ ଅନ୍ଧାର ହେଇ ସାରିଲା ପରେ ରାତିରେ ଲାଇଟ ସବୁ ଜଳୁଛି। ଆଉ ଆପଣ ମାନଙ୍କୁ ମୁଁ ଦେଖେଇଦେବି ରାତିରେ ଲାଇଟ ସବୁ ଜଳୁଛି କେତେ ସୁନ୍ଦର ଭାବରେ। ଆମର ଲାଇଟ୍ ଟି ସୁନ୍ଦର ଦେଖା ଯାଉଛି। ଯେ ରାସ୍ତାକୁ ଗଲେ ଆପଣ ମାନଙ୍କୁ ସବୁ କିଛି ଦେଖେଇବି। ତ ବର୍ତ୍ତମାନ ଲାଇଟ ଜଳୁଛି, ଆପଣ ମାନଙ୍କୁ ଦେଖଉଛି ମେଢ। ଦିନରେ ତ ଦେଖେଇଥିଲି। ଆଉ ଅନ୍ଧାର ହେଇ ସାରିଲାଣି, ଦେଖନ୍ତୁ କେତେ ସୁନ୍ଦର ଦେଖା ଯାଉଛି। ଲୋକମାନେ ମଧ୍ୟ ଭିଡ ହେଇଗଲେଣି ଆସ୍ତେ ଆସ୍ତେ। ଆଉ ସମସ୍ତେ ଆସି ଦେଖିବା ପାଇଁ ଠାକୁର। ତ ଚାଲନ୍ତୁ, ବର୍ତ୍ତମାନ ଆମେ ଭିଡିଓଟିକୁ ଆମେ ବେଶୀ ସମୟ ତ ନେଇପାରିବୁନି। ଆସିଥିଲୁ ବାସନ୍ତୀ ଠାକୁର ଦେଖିବା ପାଇଁ। ମା ଦୁର୍ଗା ବସିଛନ୍ତି। ଦେଖନ୍ତୁ ବାସନ୍ତୀ ଠାକୁର ଆମର ଏଠି ସ୍ଥାପନା ନୁହେଁ, ମେଢ କରିକି ପୂଜା କରାଯାଉଛି ବର୍ଷକୁ ବର୍ଷ। ଆଉ ଆମର ଏଠି ଭଲ ଭାବରେ ହୁଏ। ଯାତ୍ରା ପାଟି ମଧ୍ୟ ବି ପଡେ। ଆଉ ବର୍ତ୍ତମାନ ଆରମ୍ଭ ହଉଛି
ଠାକୁର ଆମର ଦୋକାନ ମାନେ ଆସୁଛନ୍ତି, ବହୁତ ଦୂରରୁ ସବୁ ଦୋକାନ ମାନେ ଆସୁଛନ୍ତି। ଆସିକିରି ଏଠି ମାସେ ଆମର ଚାଲେ ଆମର ମେଳନ। ତ ଥଣ୍ଡା ଗୋଟେ ଗୋଟେ ସମସ୍ତେ ପିଇ ନେଲେ। ଚାଲନ୍ତୁ ବର୍ତ୍ତମାନ ଆମେ ଯିବା ଘରକୁ, ଆଗକୁ ଯିବା, ଦେଖିବା କଣ ହଉଛି। ବୁଲାବୁଲି କରି ସମସ୍ତଙ୍କୁ ଶୋଷ ବି ଲାଗିଲାଣି, ଗୋଟେ ଗୋଟେ ଥଣ୍ଡା ପିଇ ନେଲେ। ଆଉ ଥଣ୍ଡା ଦୋକାନରୁ ବର୍ତ୍ତମାନ ଆସି ପହଞ୍ଚି ଗଲୁ। ସମସ୍ତେ ଗୋଟେ ଗୋଟେ ଥଣ୍ଡା ନେବେ ପିଇବା ପାଇଁ। ତ ଫ୍ରେଣ୍ଡସ୍, ବର୍ତ୍ତମାନ ଆମେ ଥଣ୍ଡା ଗୋଟେ ଗୋଟେ ପିଇ ନେବା। ଚାଲ ଥଣ୍ଡା ପିଇ ନେବା, ବହୁତ ଜୋରରେ ଶୋଷ କଲାଣି। ତ ସମସ୍ତେ ଗୋଟେ ଗୋଟେ ଥଣ୍ଡା ନେଇ ନେବା। ତ ବର୍ତ୍ତମାନ ଆମେ ଘରକୁ ପଳେଇ ଯିବା। ଭିଡ଼ିଓଟିକୁ ଆମେ ଏଇଠୁ ରଖିଦଉଛୁ, ଯେହେତୁ ମୁଁ ଆଗକୁ ନେଇ ପାରୁନାହିଁ। ଆମେ ବୁଲାବୁଲି କରିକି କିଛି ଆପଣମାନଙ୍କୁ ଦେଖେଇଲୁ ଆମର ବାସନ୍ତୀ ଠାକୁର ମେଳନରେ କୋଉ ଭଳିଆ ଭାବରେ ଦୋକାନ ବଜାର ପଡିଛି, ଆଉ କୋଉ ଭଳି ଭାବରେ ଠାକୁର ହୋଇଛନ୍ତି। ତ ଆଗକୁ ଆମେ ବେଶୀ ଯାଇପାରୁନୁ, ଆଉ ତେଣୁକରି ଭିଡ଼ିଓରେ କିଛି ତ୍ରୁଟି ଥିଲେ କ୍ଷମା କରିଦେବେ। ଭିଡ଼ିଓଟି ଭଲ ଲାଗୁଥିଲେ ଚ୍ୟାନେଲକୁ ଗୋଟେ ଗୋଟେ ସବସ୍କ୍ରାଇବ କରିଦେବେ। ଚାଲନ୍ତୁ ବର୍ତ୍ତମାନ ଆମେ ଘରକୁ ଯିବା। ଦେଖନ୍ତୁ ରାସ୍ତାରେ କୋଉ ଭଳି ଭାବରେ ଆମର ଲାଇଟ ସବୁ ଜଳୁଛି। ଯିବା ସମୟରେ ଆମେ ଆପଣଙ୍କୁ ଦେଖଉଛୁ। ଦିନରେ ତ କିଛି ଜଣା ପଡୁଥିଲାନି, କିନ୍ତୁ ରାତିରେ ଲାଇଟ ଜଳୁଛି କେତେ ସୁନ୍ଦର ଭାବରେ ଆପଣ ମାନଙ୍କୁ ମୁଁ ଦେଖଉଛି। ବହୁତ ସୁନ୍ଦର ବି ଲାଗୁଛି। ରାତିରେ ମାନେ ରାସ୍ତାରେ ସବୁ ସଜା ଯାଇଛି। ଗେଟଟି କେତେ ସୁନ୍ଦର ହୋଇଛି ଆପଣ ମାନେ ଦେଖୁଥିବେ। ବହୁତ ସୁନ୍ଦର ଭାବରେ ଗେଟଟି ସଜେଇଛନ୍ତି। ତ ଫ୍ରେଣ୍ଡସ୍, ଚାଲନ୍ତୁ ବର୍ତ୍ତମାନ ଆମେ ଘରକୁ ପଳେଇ ଯିବା। ଆଉ ଦେଖନ୍ତୁ, ଦୂରରୁ ଥାଇ ଆପଣ ମାନଙ୍କୁ ଦେଖେଇ ଦଉଛି ଆମର ଗେଟ ଟି କେତେ ସୁନ୍ଦର ଭାବରେ ଆଉ ରାସ୍ତାରେ ସଜା ଯାଇଛି। ତ ଆପଣ ମାନେ କମେଣ୍ଟରେ ନିହାତି ଲେଖିବେ ଆମର ବାସନ୍ତୀ ପୂଜା ମେଳନରେ ଆମର କୋଉ ଭଳି ଭାବରେ ମାନେ ଗେଟଟି ସଜା ଯାଇଛି, କେତେ ସୁନ୍ଦର ହୋଇଛି। ଆପଣ ମାନେ କମେଣ୍ଟରେ ନିହାତି ଲେଖିବେ। ଆଉ ଆମର ଠାକୁର ଆମର ଯୋଉ ସଜାଣି ଅଛି ଆମର କେତେ ସୁନ୍ଦର ହୋଇଛି। ଆଉ କିଛି ତ୍ରୁଟି ଥିଲେ କ୍ଷମା କରିଦେବେ। ଭିଡ଼ିଓଟିକୁ ଆମେ ଏଇଠି ରଖିଦଉଛୁ। ଜୟ ମା ଲକ୍ଷ୍ମୀ, ଜୟ ମା ବାସନ୍ତୀ।